ପିଲାମାନେ ଆଜି ଆମେ ଭାରତରେ ଥିବା 28ଟି ରିସର୍ଚ୍ଚ ସେଣ୍ଟର ବିଷୟରେ ଜାଣିବା। ଭାରତର କେଉଁ ରାଜ୍ୟରେ କେଉଁ ରିସର୍ଚ୍ଚ ସେଣ୍ଟର ଏବଂ କେଉଁ ସ୍ଥାନରେ ରହିଛି ତା ବିଷୟରେ ମଧ୍ୟ ଆଲୋଚନା କରିବା। ଦେଖ, ପ୍ରଥମ ଦେଲା ଇଣ୍ଡିଆନ୍ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ଇଣ୍ଡିଆନ୍ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ନ୍ୟୁ ଦିଲ୍ଲୀରେ ଅବସ୍ଥିତ। ନେକ୍ସଟ ଦେଲା କ'ଣ ନା ସେଣ୍ଟ୍ରାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଓଡ଼ିଶାର କଟକ ଜିଲ୍ଲାରେ ଅବସ୍ଥିତ। ନେକ୍ସଟ କ'ଣ ଦେଲା ନା ସେଣ୍ଟ୍ରାଲ ସୁଗାର କେନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ସୁଗାର କେନ୍ ମାନେ କ'ଣ ନା ଆଖୁ। ସେଣ୍ଟ୍ରାଲ ସୁଗାର କେନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଯେଉଁଟାକି ଭାରତର କୋଏମ୍ବାଟୁରରେ ଅବସ୍ଥିତ। ନେକ୍ସଟ ହେଲା ସେଣ୍ଟ୍ରାଲ ପୋଟାଟୋ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ପୋଟାଟୋ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ସିମଲାରେ ଅବସ୍ଥିତ। ନେକ୍ସଟ ହେଲା ସେଣ୍ଟ୍ରାଲ ଟୋବାକୋ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ଟୋବାକୋ ତୁମେ ଦେଖିଥିବ ଯେଉଁଟା ତମାଖୁ କୁହନ୍ତି, ତେଣୁ ସେଣ୍ଟ୍ରାଲ ଟୋବାକୋ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ରାଜମହେନ୍ଦ୍ରୀରେ ଅବସ୍ଥିତ। ନେକ୍ସଟ ହେଲା ସେଣ୍ଟ୍ରାଲ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ଡେରାଡୁନରେ ଅବସ୍ଥିତ। ନେକ୍ସଟ ହେଲା ନ୍ୟାସନାଲ ସୁଗାର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ପୂର୍ବରୁ କହିଥିଲି ସୁଗାର କେନ୍ ଅର୍ଥ ଆଖୁ, ସୁଗାର ମାନେ କ'ଣ ନା ଚିନି। ନ୍ୟାସନାଲ ସୁଗାର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ କାନପୁରରେ ଅବସ୍ଥିତ। ନେକ୍ସଟ ହେଲା ଇଣ୍ଡିଆନ୍ ଲ୍ୟାକ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ଇଣ୍ଡିଆନ୍ ଲ୍ୟାକ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ରାଞ୍ଚିରେ ଅବସ୍ଥିତ। ଏଠି ରାଞ୍ଚି ଆଉ କେଉଁଥିପାଇଁ ପ୍ରସିଦ୍ଧ ତା ମଧ୍ୟ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବ। ନ୍ୟାସନାଲ ଡାଇରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ନ୍ୟାସନାଲ ଡାଇରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର କର୍ଣ୍ଣାଲରେ ଅବସ୍ଥିତ। ନେକ୍ସଟ ହେଲା ସେଣ୍ଟ୍ରାଲ ଫୁଏଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ଫୁଏଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ଧନବାଦରେ ଅବସ୍ଥିତ। ସେଣ୍ଟ୍ରାଲ ଲେଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ଲେଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ଚେନ୍ନାଇରେ ଅବସ୍ଥିତ। ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ମାଇନିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ଧନବାଦରେ ଅବସ୍ଥିତ। ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର ଲକ୍ଷ୍ନୌରେ ଅବସ୍ଥିତ। ନେକ୍ସଟ ହେଲା ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ଅବଜରଭେଟୋରୀ। ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ଅବଜରଭେଟୋରୀ ଇନଷ୍ଟିଚ୍ୟୁଟ୍ ଭାରତର ପୁନେ ଏବଂ ଦିଲ୍ଲୀ ଏହି ଦୁଇଟି ସ୍ଥାନରେ ଅବସ୍ଥିତ। ନେକ୍ସଟ ହେଲା କ'ଣ ରାମନ ରିସର୍ଚ୍ଚ ସେଣ୍ଟର। ରାମନ ରିସର୍ଚ୍ଚ ସେଣ୍ଟର ବାଙ୍ଗାଲୋରରେ ଅବସ୍ଥିତ। ବାଙ୍ଗାଲୋର ଆଉ କେଉଁଥିପାଇଁ ପ୍ରସିଦ୍ଧ ତାହା ମଧ୍ୟ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବ। ନେକ୍ସଟ ହେଲା ସେଣ୍ଟ୍ରାଲ ସାଇଣ୍ଟିଫିକ୍ ଇନଷ୍ଟ୍ରୁମେଣ୍ଟ ଅର୍ଗାନାଇଜେସନ୍। ସେଣ୍ଟ୍ରାଲ ସାଇଣ୍ଟିଫିକ୍ ଇନଷ୍ଟ୍ରୁମେଣ୍ଟ ଅର୍ଗାନାଇଜେସନ୍ ଭାରତର ଚଣ୍ଡିଗଡ଼ରେ ଅବସ୍ଥିତ। ନେକ୍ସଟ ହେଲା ନ୍ୟାସନାଲ ମେଟ୍ରୋଲୋଜିକାଲ ଲାବୋରେଟୋରୀ। ନ୍ୟାସନାଲ ମେଟ୍ରୋଲୋଜିକାଲ ଲାବୋରେଟୋରୀ ଭାରତର ଜାମସେଦପୁରରେ ଅବସ୍ଥିତ। ଜାମସେଦପୁର ଅନ୍ୟ କେଉଁଥିପାଇଁ ପ୍ରସିଦ୍ଧ ତାହା ମଧ୍ୟ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବ। ନେକ୍ସଟ ହେଲା ସେଣ୍ଟ୍ରାଲ ସଲ୍ଟ ଆଣ୍ଡ ମେରାଇନ୍ କେମିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ ସଲ୍ଟ ଆଣ୍ଡ ମେରାଇନ୍ କେମିକାଲ ଇନଷ୍ଟିଚ୍ୟୁଟ୍ କେଉଁଠି ଅଛି ନା ଭାରତର ଭାବନଗରରେ ଅବସ୍ଥିତ। ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ, ଇଣ୍ଡିଆ ମ୍ୟୁଜିୟମ୍ ଏହି ଦୁଇଟି କେଉଁଠାରେ ରହିଛି ନା ଭାରତର କୋଲକାତା ଓ ୱେଷ୍ଟବେଙ୍ଗଲରେ ରହିଛି। ସେଣ୍ଟ୍ରାଲ ଜିଓ ଟେକ୍ନୋଲୋଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହା ଭାରତର କୋଲକାତାରେ ମଧ୍ୟ ଅବସ୍ଥିତ। ନେକ୍ସଟ ହେଲା ସେଣ୍ଟ୍ରାଲ କୋକୋନଟ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍। ସେଣ୍ଟ୍ରାଲ କୋକୋନଟ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଭାରତର କେଶରଗଡ଼ କେରଳରେ ଅବସ୍ଥିତ। କେରଳରେ ଅବସ୍ଥିତ। ନେକ୍ସଟ ହେଲା ଟେକ୍ସଟାଇଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହା ଭାରତର ଅହମ୍ମଦାବାଦ ରାଜ୍ୟରେ ଅବସ୍ଥିତ। ଅହମ୍ମଦାବାଦରେ ଅବସ୍ଥିତ। ନେକ୍ସଟ ହେଲା କ'ଣ ନା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ବା ଏମ୍ସ ଏହା ଭାରତର ଦିଲ୍ଲୀରେ ଅବସ୍ଥିତ। ଆମ ଭୁବନେଶ୍ୱରର କେଉଁଠାରେ ଏମ୍ସ ମେଡ଼ିକାଲ ଅଛି ତାହା
कमेंट बॉक्स रे कमेंट कर जणाइबो। नेक्स्ट देला नेशनल एरोनॉटिकल लैबोरेटरी। नेशनल एरोनॉटिकल लैबोरेटरी केउंठर अछि ना बेंगलोर रे अवस्थित। नेक्स्ट देला नेशनल इंस्टीट्यूट ऑफ ओशियनोग्राफी। नेशनल इंस्टीट्यूट ऑफ ओशियनोग्राफी केउंठर रही ना भारतर पाणाजी गोवार पाणाजी रे अवस्थित। नेक्स्ट देला नेशनल जियोफिजिक्स रिसर्च इंस्टीट्यूट। नेशनल जियोफिजिक्स रिसर्च इंस्टीट्यूट भारतर हैदराबाद रे अवस्थित। नेक्स्ट देला इंडियन इंस्टीट्यूट ऑफ पेट्रोलियम। इंडियन इंस्टीट्यूट ऑफ पेट्रोलियम केउंठर रही ना डेराडून रे रही। नेक्स्ट देला कौन ना सेंट्रल बिल्डिंग रिसर्च इंस्टीट्यूट। ना सेंट्रल बिल्डिंग रिसर्च इंस्टीट्यूट रुड़की रे अवस्थित। तो सहित आमर जो नेशनल स्पेस रिसर्च ऑर्गेनाइजेशन इसरो रही। इसरो भारतर क्यों राज्य रही कमेंट बॉक्स रे कमेंट करी जणाइबो।